एजुकेशनल एक्सपोर आउ गोटे वीडियो रे आपण मानक स्वागत। आजिकार वीडियो रे कथा हम एलटीआर गोटे जो पेंडिंग केस रही जोटा कि चर्चार विषय पलटिछि सही केस विषय रे यदि आपण माने जानिथिबे रिसेंटली ना कोन हितला जो आर्ट्स आ ओडिया रो जो केस थिला ताहा गोटे प्रकार आपणकर डिस्पोज हे जाइछि ओनली जो 11 पोस्ट ताहा रिजर्व रखाइ जो माने पेटिशनर्स थिले ओडिया पोस्ट ता डिपेंड करछि तांकर जो केस ऊपर ଯଦି ଆମେ କଥା ହେବା ଏଇ ଯୋଉ କେସ୍ ଟି ଅଛି ତାର ରେଜିଷ୍ଟ୍ରେସନ ନମ୍ବର କେତେ ଅଛି ନା 14903 ଏଇ ଯୋଉ କେସ୍ ଟି ଅଛି ଏଇ କେସ୍ ର ହିୟରିଂ କେବେ ଅଛି ନା ଆପଣଙ୍କର 16 ଅକ୍ଟୋବର ରେ ଅଛି କେସ୍ ର ହିୟରିଂ ଆଉ ଏଇ କେସ୍ ଟି କୋନ କେସ୍ ଟି ହେଉଛି ଆପଣଙ୍କର ଯୋଉ ପ୍ରିଲିମ୍ସ एग्जाम ରେ ନା କୋନ ହେଇଥିଲା ବହୁତ ସାରା କରପ୍ସନ ହେଇଥିଲା ବୋଲି କି ଏଠି ମାନେ କେସ୍ କରିଛନ୍ତି ପକାପକି ଆପଣଙ୍କର 71 ଜଣ ପିଟିସନର୍स ଅଛନ୍ତି ଏଠି 71 ଜଣ ପିଲା କେସ୍ କରିଛନ୍ତି କି ନା ପ୍ରିଲିମ୍ସ एग्जाम रे କିଛି କରପ୍ସନ ହେଇଛି ତ ଏହି କେସ୍ ର ଯୋଉ ହିୟରିଂ ଟା ଏହାର ଯୋଉ ଇଫେକ୍ଟ ଟା କୋନ ଆପଣଙ୍କ ଯେତେ ବି ପିସିଏମ୍ ତାପରେ ଆପଣଙ୍କର ସିବିଜେଡ ତାପରେ ଆପଣଙ୍କ ଯେତେ ବାକି ଯେତେ ବି ଏଲଟିଆର ର ପୋଷ୍ଟ ରହୁଛି ସମସ୍ତ ଉପରେ ଏହାର ପ୍ରଭାବ ଟା ପଡିବ ଯଦି କେସ୍ ର ତାହାର ଯୋଉ ଭର୍ଡିକ୍ଟ ଉପରେ ଡିପେଣ୍ଡ କରୁଛି ଯଦି ଆମେ ଏକ୍ସପେକ୍ଟ କରିବା କେସ୍ ର ମାନେ ଯୋଉ କଣ ହେଇପାରେ ଏମିତି କିଛି ତ ପ୍ରୁଫ ନାହିଁ କି ଏଠି କଣ କରପ୍ସନ ହେଇଥିଲା କଣ ହେଇଥିଲା ତ କେସ୍ ଟା ମୋଷ୍ଟ ପ୍ରୋବାବଲି ଡିସ୍ପୋଜ ହେଇଯିବ ଯଦି ବି ନହେଲା ତାର ଯୋଉ ଭର୍ଡିକ୍ଟ ଟା ଆସିବ ଆମେ ଦେଖିବା ଆଉ ତାହାର ପ୍ରଭାବ ଟା କଣ ପଡୁଛି ତ ଆମେ ଆଶା କରିବା ଏ ଯୋଉ କେସ୍ ଟା ଯୋଉ ଭର୍ଡିକ୍ଟ ଆସିବ ତାହା ଯୋଉ ଏଲଟିଆର ଏସ୍ପିରେଣ୍ଟ ଗୁଡାକ ଅଛନ୍ତି ଯୋଉମାନେ ଏବେ ଅନଗୋଇଂ ପ୍ରୋସେସ ଚାଲିଛି ତାଙ୍କର ସେଇ ଅନଗୋଇଂ ପ୍ରୋସେସ ଡିଲେ ନ ହଉ ସେମାନେ ଭଲ ଭାବରେ ଯୋଉ ଗୋଟେ ଆମେ ଗୋଟେ ଡେଟ୍ ଦେଖିଥିଲା କି ନେଇ ନଭେମ୍ବର 15 ରେ ଗଭର୍ଣ୍ଣମେଣ୍ଟ ଆପଏଣ୍ଟମେଣ୍ଟ ଲେଟର ଦେବେ ତାହା ମଧ୍ୟ ଠିକ ସମୟରେ ହେଇଯାଉ ତ ଆମେ ଆଶା କରିବା ଏ କେସ୍ ର ଯୋଉ ଭର୍ଡିକ୍ଟ ଟା କଣ ହେବ ନା ପଜିଟିଭ ଆସିବ ସମସ୍ତ ପିଲାଙ୍କ ପାଇଁ ଏହା ଥିଲା ଆଜିକାର ଭିଡିଓ ଆଉ ଏମିତି କି ଆହୁରି ଭିଡିଓ ଦେଖିବା ପାଇଁ ଆପଣ ଚ୍ୟାନେଲକୁ ଲାଇକ୍ ଏଣ୍ଡ ସବସ୍କ୍ରାଇବ କରିଦିଅନ୍ତୁ ଥ୍ୟାଙ୍କ ୟୁ